ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ନବରଙ୍ଗପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା। ନବରଙ୍ଗପୁର ରେଞ୍ଜ ଅନ୍ତର୍ଗତ ଦଶପୁର ଜଙ୍ଗଲ ନିକଟରେ ଚାଲିଥିବା ଏକ ଗୁପ୍ତ ଡିଲ୍ ବେଳେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ। ଏହା ସହ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ 2ଟି ବାଇକ୍ ମଧ୍ୟ ଜବତ ହୋଇଛି। ଚୋରା ଚାଲାଣର ଚେର କେତେଦୂର ଲମ୍ବିଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ବନ ବିଭାଗ। ନବରଙ୍ଗପୁର ଜଙ୍ଗଲରୁ ପୁଣି ଥରେ ସାମ୍ନାକୁ ଆସିଛି ବନ୍ୟଜନ୍ତୁ ଚୋରା ଚାଲାଣର କଳା କାରବାର। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନବରଙ୍ଗପୁର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦଶପୁର ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରିଥିଲା। ସେହି ସମୟରେ ଜୀବନ୍ତ ବଜ୍ରକାପ୍ତାକୁ 4 ଲକ୍ଷରେ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଥିଲା ବନ ବିଭାଗ। ଚଢ଼ାଉ ବେଳେ ଏକ 2 ବର୍ଷର ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ 2 ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ମାଳିଗୁଡାର ବିଶ୍ୱନାଥ ମାଳି ଏବଂ ଜୟପୁର ଥାନା ଅନ୍ତର୍ଗତ ତୁମେରଗୁଡା ଗ୍ରାମର ଗଙ୍ଗାଧର ଗାଧବା। ସେମାନଙ୍କ ନିକଟରୁ 2ଟି ବାଇକ୍ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇକି ଡିଏଫ୍ ସାର୍ ଆମର ଗୋଟେ ଟିମ୍ ପରଫର୍ମାନ୍ସ କଲେ ଏବଂ ତାପରେ ଆମର ଦଶପୁର ନିକଟସ୍ଥ ଗ୍ରାମ ଜଙ୍ଗଲରେ ଟିମ୍ ଚଢ଼ାଉ କଲା ଏବଂ ଚଢ଼ାଉ କଲା ବେଳେ 2ଟି ବାଇକ୍ ସହିତ 2 ଜଣ ଆସାମୀ ଏବଂ ଗୋଟେ ପ୍ଲାଷ୍ଟିକ୍ ବ୍ୟାଗ୍ରେ ବଜ୍ରକାପ୍ତା ଥିଲା, ତାକୁ ଜବତ କଲେ ଏବଂ ଫର୍ଦର ଇନକ୍ୱାରି ପାଇଁ ତାଙ୍କୁ ରେଞ୍ଜ ଜଣ ଆସିଲେ ରେଞ୍ଜରକୁ ଆଣିଲେ। ତାପରେ ଫର୍ଦର ଇନକ୍ୱାରି ପାଇଁ ଯେଉଁ ଆମ ଏସ୍ଏଫ୍ ସୁଭାଷ ଚନ୍ଦ୍ର ଖୁଣ୍ଟିଆ ସେ ଫର୍ଦର ଇନକ୍ୱାରି କଲେ। ଫର୍ଦର ଇନକ୍ୱାରି ବେଳେ ସେମାନେ ମାନିଲେ ଯେ ଆମେ ଏଇଟା ଧରିକି ଆଣିଛୁ ଜଙ୍ଗଲରୁ ଏବଂ ଏହାକୁ ବିକ୍ରି କରିବାକୁ ଚାହୁଁଛୁ 4 ଲକ୍ଷ ଟଙ୍କାରେ ଏବଂ ତାପରେ ସେମାନଙ୍କୁ ଗିରଫ କରାଯାଇକି ଆରେଷ୍ଟ କରାହେଲା ଏବଂ ଫର୍ଦର ଇଏ ପାଇଁ କୋର୍ଟ ଫରୱାର୍ଡ କରାଗଲା। ଜଣେ ଆସାମୀ ନାମ ହେଉଛି ରହିଲେ ଆମର ଗଙ୍ଗାଧର ଗାଧବ ଏବଂ ବିଶ୍ୱନାଥ ମାଳି। ସେ 2 ଜଣ ହେଉଛନ୍ତି ଆମର ଜୟପୁର ଥାନା ଅନ୍ତର୍ଗତ। ଗୋଟେ ଜଣଙ୍କର ମାଳିଗୁଡ଼ା ଆଉ ଜଣଙ୍କର ତୁମେରଗୁଡ଼ା ଏବଂ ସେମାନଙ୍କୁ କୋର୍ଟ ଫରୱାର୍ଡ କରାଗଲା ଏବଂ ଯେଉଁ ଆମର ରହିଲା ବଜ୍ରକାପ୍ତା ତାକୁ ମେଡ଼ିକାଲ ଏକ୍ଜାମିନେସନ୍ ପରେ ଜଙ୍ଗଲରେ ଛଡ଼ା ହେଇଯିବ। ଆମ ଜବତ ହେଇଛି ଗୋଟେ ଜୀବନ୍ତ ବଜ୍ରକାପ୍ତା ଆଉ 2ଟି ବାଇକ୍ ଆଉ ଗୋଟେ ପ୍ଲାଷ୍ଟିକ୍ ବ୍ୟାଗ୍ ଆଉ ମୋବାଇଲ ଫରୱାର୍ଡ କରାଗଲା। ଆଜି 23 ତାରିଖରେ ଆଜି ଫରୱାର୍ଡ କରାଗଲା।